ପାଇଁ ରାସ୍ତା କଡ଼ରେ ପାଣି ବୋତଲ ବିକି ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିବା ଏହି ପିଲାଟା ଉପରେ ଆମର ନଜର ପଡ଼ିଥିଲା। ହାତରେ ଗୋଟେ ବାଲ୍ଟି, ଆଉ ସେଇ ବାଲ୍ଟି ଭିତରେ କିଛି ବରଫ, ଆଉ ସେଇ ବରଫରେ ଥଣ୍ଡା ପାଣି ରଖି ଟ୍ରାଫିକ୍ରେ ଅଟକୁଥିବା ଗାଡ଼ିକୁ ପାଣି ବୋତଲ ଦେବାକୁ ନାଚି ନାଚି ମନୋରଞ୍ଜନ କରି ସମସ୍ତଙ୍କୁ ଯେମିତି ଆକୃଷ୍ଟ କରିବାର ପ୍ରୟାସ କରୁଥିଲା। ଇଏ କାହାଣୀ ନୁହେଁ ଆଜ୍ଞା, ଇଏ ହେଉଛି ସେଇ ଛୁଆର କଥା ଯିଏ ପେଟର ଭୋକ ଆଉ ପରିବାରର ଦୁଃଖ ସିନା ତାକୁ ରାଜରାସ୍ତାରେ ଟଙ୍କା ରୋଜଗାର କରିବାକୁ ଏମିତି ଅବସ୍ଥାରେ ଛାଡ଼ି ଦେଇଛି, ହେଲେ ତା ମନରେ ନା ଅଛି ଦୁଃଖ, ନା ସେ କାହାକୁ ନିଜର ଯନ୍ତ୍ରଣା ଜଣାଇବାକୁ ଦେଉଛି। ନାଚୁଛି ଆଉ ମନୋରଞ୍ଜନ ବି କରୁଛି, ହେଲେ ତାର ସେଇ ଦୁଃଖ ଆଉ ଯନ୍ତ୍ରଣାକୁ ଛାତିରେ ଚାପି ହସି ହସି ଜୀବନକୁ ଉପଭୋଗ କରିବାକୁ ଚେଷ୍ଟା କରୁଛି। ଏ କାହାଣୀ କେବଳ ଏକୁଟିଆ ଏଇ ଛୁଆର ନୁହେଁ ଆଜ୍ଞା। ଆମ ଦେଶର ଏମିତି ହଜାର ହଜାର ଛୁଆ, କିଏ ଟ୍ରାଫିକ୍ ପୋଷ୍ଟରେ ତ କିଏ ଅନ୍ୟ କେଉଁଠି ପରିବାର ପାଇଁ ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇ ଏମିତି ସଂଘର୍ଷ କରି ଚାଲିଛନ୍ତି। ସେଦିନ ଉଦୁଉଦିଆ ଖରା ବେଳଟାରେ ଏଇ ଛୁଆକୁ ଦେଖି ଆମ ଆଖିରୁ ଲୁହ ଆସି ଯାଇଥିଲା ଆଜ୍ଞା, ହେଲେ ତାର ସେ ମନୋରଞ୍ଜନ ଦେଖି ଆମକୁ ଭାରି ଖୁସି ଲାଗିଥିଲା। ଏମାନେ ଯେମିତି ଦୁଃଖକୁ ପର କରିଦେଇଛନ୍ତି, ଦୁଃଖ ଚାହିଁଲେ ବି ଯେମିତି ଏମାନଙ୍କ ପାଖକୁ ପହଞ୍ଚିବାକୁ ଡରୁଛି। ଏକଥା ତାର ନାଚ ଆଉ ମନୋରଞ୍ଜନ କହିଦେଉଥିଲା ଆଜ୍ଞା। ହେଲେ କିଏ କହିଲା ଏମାନଙ୍କ ମନରେ ଦୁଃଖ ନାହିଁ ବୋଲି? କିଏ କହିଲା ଏମାନଙ୍କ ମନରେ ଯନ୍ତ୍ରଣା ନାହିଁ ବୋଲି? ଦିନସାରା ବୁଲି ବୁଲି ପରିଶ୍ରମ କରିବା ପରେ ଯେତେବେଳେ ନିରାଶ ହୋଇ ଘରକୁ ଫେରନ୍ତି, ସେତେବେଳେ ଭାବନ୍ତି ଆଜି ଘରେ ଚୁଲି କେମିତି ଜଳିବ। ସେମାନେ ଭାବନ୍ତି ଆଜି ମୋ ପାଇଁ ଆମ ପରିବାର ରାତିରେ ଉପାସ ରହିଯିବନି ତ। ଆଖିରେ ଆଖିଏ ସ୍ୱପ୍ନ ନେଇ ଘରୁ ବାହାରି ଆସିଥିବା ଛୁଆଟା ଯେତେବେଳେ ନିରାଶ ହୋଇ ଫେରେ, ସେତେବେଳେ ତା ମନ ଭିତରେ କ'ଣ ବିତୁଥିବ କେବଳ ତାକୁ ହିଁ ଜଣାଥିବ ଆଜ୍ଞା। ଆଉ ଯେଉଁଦିନ ଭଲ ଦୁଇ ପଇସା ମିଳିଥିବ, ସେଦିନ ଓଠରେ ଚମକଟା ଭରି ରହିଥିବ, ଆଉ ଖୁସିରେ ଘରକୁ ଫେରିଲା ବେଳେ କେତେ କ'ଣ ଜିନିଷ କିଣି ନେଇଯାଇଥିବ। ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଏମାନଙ୍କ ପାଖରେ ସଞ୍ଚୟ କରିବାକୁ ସମ୍ବଳ ନଥାଏ ଆଜ୍ଞା। ଏମାନେ ଯାହା ରୋଜଗାର କରନ୍ତି ସେଇଦିନ କେମିତି ଗଣ୍ଡେ ଭଲରେ ଖାଇବେ ସେ କଥା ଚିନ୍ତା କରନ୍ତି, ଆଉ ରାତିରେ ଟିକେ ଶାନ୍ତିରେ ଶୋଇ ପୁଣି ସକାଳୁ ଉଠି ପରଦିନ ପାଇଁ ସଂଘର୍ଷ କରିବା ଆରମ୍ଭ କରନ୍ତି। ଆଉ ରୋଜଗାର ହେଲେ ଚୁଲି ଜଳେ, ନହେଲେ ଉପାସରେ ରାତିଟା କାଟିବାକୁ ପଡ଼େ। ତଥାପି ଏମାନଙ୍କ ମନରେ କଷ୍ଟ ନଥାଏ ଆଜ୍ଞା, କାହିଁକିନା ଏମାନେ ଜାଣିସାରିଛନ୍ତି ତାଙ୍କ ଜୀବନଟା ଏମିତି ବୋଲି। କେବଳ ଜୀବନ ବଞ୍ଚିବାକୁ ଓଳିଏ ଖାଇ ଓଳିଏ ଉପାସ ରହି ସଂଘର୍ଷ କରିବାକୁ ପଡ଼େ। କ'ଣ ଭାବୁଛନ୍ତି ଏମାନେ ସ୍ୱପ୍ନ ଦେଖନ୍ତିନି? ଅନ୍ୟ ପିଲାଙ୍କ ଭଳି ଏମାନଙ୍କର ସ୍କୁଲ ଯିବାକୁ କ'ଣ ଇଚ୍ଛା ହୁଏନି? ଅନ୍ୟ ପିଲାଙ୍କ ଭଳି ଏମାନଙ୍କର ସାଙ୍ଗସାଥୀଙ୍କ ସହିତ ମଜା କରିବାକୁ କ'ଣ ଜମା ଇଚ୍ଛା ହୁଏନି? ସବୁ ହୁଏ ଆଜ୍ଞା। ଏମାନେ ଯେତେବେଳେ ଜୀବନ ବଞ୍ଚିବାକୁ ସଂଘର୍ଷ କରିବାକୁ ଘରୁ ବାହାରି ଆସନ୍ତି ନା, ସେତେବେଳେ ସ୍କୁଲ ଯାଉଥିବା ପିଲାମାନଙ୍କୁ ଦେଖି ମନେ ମନେ ଭାବନ୍ତି, କାଶ ଆମ କାନ୍ଧରେ ପରିବାରର ବୋଝ ବଦଳରେ ସ୍କୁଲ ବ୍ୟାଗ୍ଟେ ଥାନ୍ତା କି? ଆମ ଭୋକିଲା ପେଟର ଚିନ୍ତା ବଦଳରେ ଏମାନଙ୍କ ଭଳି ମଜାମସ୍ତି କରିବାର ସୁଯୋଗ ମିଳନ୍ତା କି? ହେଲେ ପୁଣି ଭାବନ୍ତି ଯେଉଁ ସ୍ୱପ୍ନ ପୁରା କରିହେବନି ସେ ସ୍ୱପ୍ନ ଦେଖିକି ଲାଭ କ'ଣ? ବରଂ ଆଜି କେମିତି ପେଟକୁ ଗଣ୍ଡେ ଦାନା ମିଳିବ ସେ କଥା ଚିନ୍ତା କଲେ ଲାଭ ଅଛି ଆଜ୍ଞା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏ ଭିଡ଼ିଓ ଦେଖି ମୋ ଆଖିରୁ ଲୁହ ଆସିଯାଇଥିଲା ଆଜ୍ଞା। ଆଉ ଏଇ କେଇ ପଦ କେବଳ ମୁଁ ସଚେତନ ପାଇଁ ଲେଖିଦେଇଥିଲି। ଆଉ ସାରା ଦୁନିଆକୁ ଜଣାଇବାକୁ ଚାହୁଁଛି ଏମିତି ବି ଜୀବନ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡ଼େ। ଯେଉଁ ପିଲାମାନଙ୍କ ପାଖରେ ସବୁ ଥାଇ ବି ଏଇଟା ଦରକାର ସେଇଟା ଦରକାର କହି ବାପା ମାଆଙ୍କ ପାଖରେ ଅଳି ଅଝଟ କରନ୍ତି ନା, ସେମାନେ ଏ ଭିଡ଼ିଓକୁ ଦେଖିଲା ପରେ ହୁଏତ ଜାଣିପାରିବେ ତାଙ୍କ ବାପା ମାଆ ସେମାନଙ୍କୁ କେତେ ଭଲରେ ରଖିଛନ୍ତି। ଆଉ କିଛି କହିବିନି ଆଜ୍ଞା, ଆପଣ ନିଜେ ବିଚାର କରନ୍ତୁ ଏମାନଙ୍କ ସ୍ୱପ୍ନ କ'ଣ କେବଳ ସ୍ୱପ୍ନରେ ରହିଯିବ? ଉତ୍ତର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।